এই କିଛି ଦିନ ହେବ ବଲେ ବଲେ ଢାବାକୁ ନେଇ ଓଡ଼ିଶାର ରାଜନୀତି ସରଗରମ। କିଛି ଗଣମାଧ୍ୟମ ଏଲିନା ଦାସଙ୍କ ନାମରେ ମିଥ୍ୟା ପ୍ରଚାର କରୁଥିବାରୁ ଅଭିଯୋଗ ଆସିଛି ଏବେ ହାଇକୋର୍ଟରେ। ଏଲିନା ଦାସ ଗତ 2 ଦିନ ତଳେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ଏ ମିଥ୍ୟା ଖବର ପ୍ରକାଶ କରୁଥିବା ଗଣମାଧ୍ୟମ ବିରୁଦ୍ଧରେ। ଏଲିନା ଦାସଙ୍କ ଓକିଲ ବେମକାଶ ତ୍ରିପାଠୀ କହିଛନ୍ତି ଯେ ବଲେ ବଲେ ଢାବାରେ ଏଲିନା ଦାସଙ୍କର କୌଣସି ସମ୍ପୃକ୍ତି ନାହିଁ ଓ କୌଣସି ଗୋଟେ ଦିନ ବି ଏଲିନା ଦାସ ସେ ବଲେ ବଲେ ଢାବାକୁ ଯାଇନାହାନ୍ତି। ଆହୁରି ବେମକେଶ ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି ଯେ ଏଲିନା ଦାସ ଜଣେ ବିଜେଡି ରାଜନୀତି ନେତ୍ରୀ, ତାଙ୍କୁ ବଦନାମ କରିବା ପାଇଁ ଏ ଏକ ଷଡ଼ଯନ୍ତ୍ର କରାଯାଉଛି। ଏଇ କିଛି ଦିନ ହେବ ବଲେ ବଲେ ଢାବାକୁ ନେଇ ଓଡ଼ିଶାର ରାଜନୀତି ସରଗରମ। କିଛି ଗଣମାଧ୍ୟମ ଏଲିନା ଦାସଙ୍କ ନାମରେ ମିଥ୍ୟା ପ୍ରଚାର କରୁଥିବାରୁ ଅଭିଯୋଗ ଆସିଛି ଏବେ ହାଇକୋର୍ଟରେ। ଏଲିନା ଦାସ ଗତ 2 ଦିନ ତଳେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ଏ ମିଥ୍ୟା ଖବର ପ୍ରକାଶ କରୁଥିବା ଗଣମାଧ୍ୟମ ବିରୁଦ୍ଧରେ। ଏଲିନା ଦାସଙ୍କ ଓକିଲ ବେମକାଶ ତ୍ରିପାଠୀ କହିଛନ୍ତି ଯେ ବଲେ ବଲେ ଢାବାରେ ଏଲିନା ଦାସଙ୍କର କୌଣସି ସମ୍ପୃକ୍ତି ନାହିଁ ଓ କୌଣସି ଗୋଟେ ଦିନ ବି ଏଲିନା ଦାସ ସେ ବଲେ ବଲେ ଢାବାକୁ ଯାଇନାହାନ୍ତି। ଆହୁରି ବେମକେଶ ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି ଯେ ଏଲିନା ଦାସ ଜଣେ ବିଜେଡି ରାଜନୀତି ନେତ୍ରୀ, ତାଙ୍କୁ ବଦନାମ କରିବା ପାଇଁ ଏ ଏକ ଷଡ଼ଯନ୍ତ୍ର କରାଯାଉଛି।